ନିଶ୍ଚିତ ଭାବରେ ଆମେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଡ଼ା ବ୍ଲକର ମଣ୍ଡିରେ ଆମେ ଆସିଥିଲୁ। ଏଇଟା ଆପଣମାନେ ଦେଖିପାରୁଥିବେ ବହୁତ 3-4 ମାଣ୍ଡିର ଯେଉଁ ଧାନ ପଡ଼ିକି ଅଛି ଆଜି ପର୍ଯ୍ୟନ୍ତ ଏଇ ଯେଉଁ ଆର୍ଏମ୍ସି ଯେଉଁ ଧାନ କିଣିଛି ସେଇଟା ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କର ଯେଉଁ ଧାନ ପଡ଼ି ରହିଛି। କାହିଁକିନା ଆମେ ଶୁଣୁଥିଲୁ, ଆମେ ମଧ୍ୟ ଜାଣିଛୁ, ଆମେ ମଧ୍ୟ ଚାଷୀ ଘରର ପିଲା, ଚାଷୀମାନଙ୍କୁ ବାରମ୍ବାର ସାରଠୁ ଆରମ୍ଭ କରିକି ଅନେକ କ୍ଷେତ୍ରରେ ଚାଷୀମାନଙ୍କୁ ପେଟ ମରା ଯାଉଛି। ଯେହେତୁ ଆଜି ଏଇ ଯେଉଁ କାଲିମେଡ଼ା ମଣ୍ଡିରେ ଯେଉଁ ଚାଷୀମାନେ ଥିଲେ ସେମାନେ ମଧ୍ୟ ଏଇ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଇଟା ଜିଲ୍ଲା ପ୍ରଶାସନ ଆଉ ଓଡ଼ିଶା ସରକାର ମଧ୍ୟ ଏଇଟା ଗୁରୁତ୍ୱ ଦେବା କଥା। ଯେହେତୁ ଚାଷୀମାନଙ୍କର ଯେଉଁ ସମସ୍ୟା ଅଛି, ଏବେ ଯେ ଆଜ୍ଞା କହୁଥିଲେ ଏବେ ପରବର୍ତ୍ତୀ ସେମାନେ ବାକି ଋଣ ପୁଣ ହେଇକିନା ଯେଉଁ ଧାନ ଆଜି ସରକାରଙ୍କ ନିକଟରେ ଯେଉଁ ଧାନ ବିକ୍ରି କରିବା ପାଇଁ ଆଣିଥିଲେ, ଯେହେତୁ ଥାକ ଥାକ ହେଇକିନା ଧାନ ପଡ଼ିଛି, ଆମେ ଚେଷ୍ଟା କରିବୁ ଏଇ ଯେଉଁ ଭିଜୁଆଲଟା ମଧ୍ୟ ଆପଣମାନେ ଦେଖାଇବା ପାଇଁ। ଯେହେତୁ ଆମେ ସରକାରକୁ ବିନୀତ ଅନୁରୋଧ ମଧ୍ୟ ଆମର ମଧ୍ୟ ରହିଛି, ଯେହେତୁ ଚାଷୀକୁ ସବୁବେଳେ ଏପରି ସମସ୍ୟାରେ ସେମାନଙ୍କୁ ରଖାଯାଇଛି। ଆଜି ଆପଣମାନେ ବି ଦେଖୁଥିଲେ ସାରଠୁ ଆରମ୍ଭ କରିକି ମଣ୍ଡି କାର୍ଡ କଥା କୁହନ୍ତୁ କିମ୍ବା ଏ ଧାନ ମରୁଡ଼ି କଥା କୁହନ୍ତୁ, ଏଭଳି ସବୁ ସମସ୍ୟାରେ ସେମାନେ ସମ୍ମୁଖୀନ ହେଉଛନ୍ତି। ଏଟାକୁ ନିଶ୍ଚିତ ଭାବରେ ଓଡ଼ିଶା ସରକାର ଜିଲ୍ଲା ପ୍ରଶାସନ କିପରି ଚାଷୀଙ୍କ ପାଇଁ ଆପଣ ଦେଖନ୍ତୁ, ତାହେଲେ ଏକ୍ସନ କିଏ ନେବେ? ତାହେଲେ ଏବେ ପର୍ଯ୍ୟନ୍ତ ଏକ୍ସନ କାହିଁ ନିଆଯାଏ? ଏବେ ପର୍ଯ୍ୟନ୍ତ ଚାଷୀ ଧାନ କାହିଁକି ଉଠି ପାରୁନାହିଁ? আর সমাধান রাস্তা কাହିଁ বাହାରି ପାରୁନାହିଁ? କ'ଣ ପାଇଁ ବାହାରି ପାରୁନାହିଁ? ସରକାରଙ୍କର ନିଦ ଭାଙ୍ଗି ନାହିଁ କି ଏପର୍ଯ୍ୟନ୍ତ ଚାଷୀକୁ? ଏଇଟା ତା ପୂର୍ବରୁ କିଛି ଦିନ ତଳେ ଆମର ଏଡ଼ିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଆସିଥିଲେ ଏବଂ MI ବି ଥିଲେ। ସମସ୍ତଙ୍କ ଉପସ୍ଥିତିରେ, ଚାଷୀଙ୍କର ଉପସ୍ଥିତିରେ ଗୋଟେ ନିଷ୍ପତ୍ତି ନିଆଗଲା ଯେ ଚାଷୀମାନଙ୍କର ସମସ୍ୟା ନେଇକରି ଯେ 3 କିଲୋ ଲେଖା ଧାନ କାଟିଂ କରିବେ, ଅଧିକ କରିବେ ନାହିଁ। ଯଦି ଅଧିକ କାଟିଂ କରିବେ ତାହେଲେ ଏକ୍ସନ ନେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିକି ଯାଇଛନ୍ତି। ତାପରେ ପୁଣି MLA ମାନେ ଉଠାଇ ନାହାନ୍ତି। ବର୍ତ୍ତମାନ ଯାହା ମୁଁ ଦେଖିଲି ଯେ ବର୍ତ୍ତମାନ କ'ଣ ଷ୍ଟ୍ରାଇକ୍ରେ ବସୁଛନ୍ତି ଆଉ ଏମିତି କ'ଣ ଚାଲିଛି। ହେଲେ ଦେଖନ୍ତୁ, ଆଜି ଯେଉଁ ସମସ୍ୟା ହେଇଛି ଚାଷୀମାନଙ୍କର ସମସ୍ୟା, ଯେଉଁଟାକି ଆମର କାଲମେଳା ବ୍ଲକ ହେଡ଼କ୍ୱାର୍ଟରରେ ଧାନ ମାଣ୍ଡିରେ ଯେଉଁ ଚାଷୀ ସମସ୍ୟା, ତା ପୂର୍ବରୁ ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି। ମୁଁ ସାନବେଳୁ ମୁଁ ପାଠ ପଢ଼ିଛି, ମୁଁ ଜାଣିଛି ଯେ ବହିରେ ଲେଖା ହେଇଛି ଚାଷ କାମ ଯାହାର କେତେ ସୁଖ ତାହାର ସେହି ସିନା ଦୁନିଆରେ ଜଗାଉଛି ହାର। ଆମେ ବହିରେ ସମସ୍ତେ ପଢ଼ିଛନ୍ତି। ହେଲେ ଆଜି ଚାଷୀ କାହିଁକି ଏ ଅବସ୍ଥାରେ ଅଛି? ଆଉ ଏଠି ଗୋଟେ ଜିନିଷ ମୁଁ କହିବାକୁ ଚାହୁଁଛି। ଦେଖନ୍ତୁ, ଆମେ ସର୍ବଦା ଗଣତନ୍ତ୍ରକୁ, ସମ୍ବିଧାନକୁ, ପ୍ରଶାସନକୁ ରେସ୍ପେକ୍ଟ ଦେଉଛୁ, କିନ୍ତୁ ପ୍ରତ୍ୟେକଙ୍କର ଅଧିକାର ଅଛି ରାଇଟ୍ସକୁ ଉପସ୍ଥାପନ କରିବା ପାଇଁ। ଆଉ ଆମେ ଯେଉଁ ଉପସ୍ଥାପନ କରିବୁ ସରକାରଙ୍କର ଦାୟିତ୍ୱ ଅଛି ତାଙ୍କେ କିପରି ଭାବରେ ସମାଧାନ କରିବା। ଆଜି ଓଡ଼ିଶା ସରକାର ମଧ୍ୟ କହିଥିଲେ ଯେ ଚାଷୀଙ୍କର ଧାନ କଟନି କିଛି ହେବନି, ଧାନ ଉଠାଯାଉ। କିନ୍ତୁ ଆଜି ଯେତେବେଳେ ଆସିକି ମୁଁ କାଲମେଳା ବ୍ଲକ ହେଡ଼କ୍ୱାର୍ଟର ଯେଉଁ ମାଣ୍ଡିରେ ବସିକି ଦେଖିଲି, ଏଠି ଆମେ ସମସ୍ତେ ଚାଷୀ ଭାଇ ବସିକି ଆଜି ଆଲୋଚନା କଲୁ। ତାପରେ ଏଥିରେ ଆମର କିଛି ପ୍ରଶାସନ ଲେଭେଲରୁ ଆସିଥିଲେ, BDO ସାର୍ ଆସିଥିଲେ, ତହସିଲଦାର ଆସିଥିଲେ, ତାପରେ ଆମର ଥାନା ଅଧିକାରୀ ଥିଲେ, MI ଥିଲେ, ସମସ୍ତେ ଥିଲେ। ସେଠି ଚାଷୀମାନଙ୍କ ସମସ୍ୟା ସବୁ ଆଲୋଚନା କରାଗଲା। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା କ'ଣ, ଆଜିକୁ 3 ସପ୍ତାହ ହେଲାଣି, 3 ମାଣ୍ଡି ହେଲାଣି, ପ୍ରାୟ 9,000 କୁଇଣ୍ଟାଲ କ'ଣ ଧାନ ବର୍ତ୍ତମାନ ସୁଦ୍ଧା ଉଠି ନାହିଁ। ଏବେ 4th ଟାଇମ୍ ମାଣ୍ଡି ହେଉଛି। ସେମ୍ କଥା ଉଠିଲା ଯେ ଏବେ କ'ଣ କୁହାହେଉଛି 5 କିଲୋ ଲେଖା କାଟିଂ ହେବ, କାଟିଂ ହେଲେ ନେବୁ। ଏଠି ମୁଁ ଗୋଟେ ଜିନିଷ ଓଡ଼ିଶା ସରକାରଙ୍କୁ କହିବାକୁ ଚାହୁଁଛି, କୌଣସି ଗଭର୍ଣ୍ଣମେଣ୍ଟର ସେଠି ଗାଇଡ଼ଲାଇନ୍ ଅଛି କି? ଯଦି ଗାଇଡ଼ଲାଇନ୍ ଯଦି ଅଛି ତାହେଲେ ଚାଷୀଙ୍କ ପାଖରେ ସ୍ପଷ୍ଟ କରନ୍ତୁ। ଏବେ ଜଷ୍ଟ MI ସାଙ୍ଗେ ମୁଁ କଥା ହେଉଥିଲି ଯେ କର୍ପୋରେସନ୍ ଧାନ ଉଠାଉଛନ୍ତି, କର୍ପୋରେସନ୍ରୁ ପୁଣି ମିଲରୁ ନେଉଛନ୍ତି। ତାହେଲେ କର୍ପୋରେସନ୍ ପାଖରେ ସେ ଟାଇପ୍ର କୌଣସି ଗାଇଡ଼ଲାଇନ୍ ଅଛି କି, ନୋଟିଫିକେସନ୍ ଅଛି କି? ଯଦି ନୋଟିଫିକେସନ୍ ଅଛି ତାହେଲେ ଆପଣ ସ୍ପଷ୍ଟ କରିଦିଅନ୍ତୁ। କାହିଁକି ଚାଷୀକୁ ଏଇ ଟାଇପ୍ର ଅବସ୍ଥା କରାଯାଉଛି? ଚାଷୀ ବର୍ତ୍ତମାନ ଦେଖନ୍ତୁ, ଧାନ ଯେମିତି ପଡ଼ିବ, ଧାନ ହାଲକା ହେଇଯିବ, କମିଯିବ, ଆପଣ ତ ଏମିତି 3-4 କିଲୋ କାଟିଦେବେ, ଏମିତି ପୁଣି କୁଇଣ୍ଟାଲ ପଇସା କଟିଯିବ। ତାହେଲେ ସେଥିରେ ମୋତେ ଦାୟୀ କିଏ ହେବେ? ଏଇଟା ବି ସରକାର ସ୍ପଷ୍ଟ କରନ୍ତୁ। ତ ସାଙ୍ଗେ ସାଙ୍ଗେ ଦେଖନ୍ତୁ, ଏବେ ଲୋକ ବି କିଛି ଲୋକ ବାକି ବି ଅଛନ୍ତି, କାହା ପାଖରେ ଋଣ ଅଛନ୍ତି, ତାହେଲେ ମାନେ ଋଣ କେମିତି ମାନେ ସୁଝିବେ? ଆହୁରି ମୋତେ ଦାୟୀ କିଏ ହେବ? ଏଇଟା ବି ସ୍ପଷ୍ଟ କରନ୍ତୁ। ତେଣୁକରି ମୁଁ ସରକାରଙ୍କ ନିକଟରେ, ଓଡ଼ିଶା ସରକାରଙ୍କ ନିକଟରେ, ଜିଲ୍ଲା ପ୍ରଶାସନଙ୍କ ନିକଟରେ ମୁଁ କହିବାକୁ ଚାହୁଁଛି, ନିରପେକ୍ଷ ଭାବରେ ଚାଷୀ କିପରି ନ୍ୟାୟ ପାଇପାରିବେ ଏଥି ନିମନ୍ତେ ଆପଣମାନେ ଗୁରୁତ୍ୱ ଦିଅନ୍ତୁ। ଆଉ ଯଦି ଗୁରୁତ୍ୱ ଯଦି ନ ଦିଆଯିବ ତାହେଲେ ନିଶ୍ଚିତ ରୂପେ ଯାହା ଚାଷୀମାନେ ଆଜି ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ବି ଗଣତନ୍ତ୍ରକୁ, ସମ୍ବିଧାନକୁ, ପ୍ରଶାସନକୁ ସମ୍ମାନ ଦେଇକରି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲିବେ। ଯେହେତୁ ଚାଷୀଙ୍କର ଏଇଟା ହେଉଛି ଚାଷୀଙ୍କର ସମସ୍ୟା। ଚାଷୀ ନିଶ୍ଚିତ ସେମାନେ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲିବା ସେମାନଙ୍କର ଅଧିକାର ବି ଅଛି, ଯେହେତୁ କିନ୍ତୁ ସେମାନେ ସମ୍ବିଧାନ ପ୍ରକାରରେ ସେମାନେ ରାଜରାସ୍ତାକୁ ଓହ୍ଲେଇବେ। ତେଣୁକରି ତା ପୂର୍ବରୁ ମୋର ପ୍ରଶାସନ ନିକଟରେ,
ଓଡ଼ିଶା ସରକାରଙ୍କ ନିକଟରେ ମାननीୟ ମୁଖ୍ୟମନ୍ତ୍ରୀ ନିକଟରେ ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଏଇ ଯେଉଁ ଫିଫ୍ଥ ସିଟିରେ ଅଞ୍ଚଳ ଗୁଡ଼ିକରେ ଚାଷୀଙ୍କ ପ୍ରତି ଯେଉଁ ମରଣ ନୀତି ଚାଲିଛି ନିହାତି ଏଗୁଡ଼ିକ ବନ୍ଦ କରାଯାଉ। ଆଉ ଯେଉଁମାନେ ବି ଯଦି ଏଇ ଟାଇପ୍ର ଯଦି କାର୍ଯ୍ୟ କରୁଛନ୍ତି ଯେଉଁ ଚାଷୀଙ୍କୁ ମିଛ ଏତିକି ଟଙ୍କା କରୁଛନ୍ତି ନିହାତି ଆର ଉପରେ ସିବିଆଇ ମଧ୍ୟ ତଦନ୍ତ ହେବା ନିହାତି ଆବଶ୍ୟକ ଅଛି। ଆଉ ମୁଁ ଏତିକି ମଧ୍ୟ ବର୍ତ୍ତମାନ ମିଡ଼ିଆ ଥ୍ରୋରୁ ବର୍ତ୍ତମାନ କହିବାକୁ ଚାହୁଁଛି ଯଦି ଏଇ ଚାଷୀମାନଙ୍କର ସମସ୍ୟା ଯଦି ଆଗାମୀ ଦିନରେ ଯଦି ସମାଧାନ ନ କରାଯିବ ମୁଁ ଜଣେ ସମାଜସେବୀ ହିସାବରେ ଯେହେତୁ ମୁଁ ଏ ଅଭିତ କୋରାପୁଟ ଜିଲ୍ଲା ପାଇଁ ୱିଥାଉଟ୍ ସ୍ୱାର୍ଥରେ ମୁଁ ଏ ଲୋକଙ୍କର ଏ ମାଟି ପାଇଁ ମୁଁ ବୋଲି କାମ କରୁଛି ନିଶ୍ଚିତ ରୂପେ ଆଗାମୀ ଦିନରେ ମୋର ଦିଲ୍ଲୀ ଯିବାର ଗ୍ରସ୍ତ ଅଛି। ନିଶ୍ଚିତ ରୂପେ ଏଇ ସବୁ ତଥ୍ୟ ଗୁଡ଼ିକ ମୁଁ ଭାରତ ସରକାର ନିକଟରେ ଉପସ୍ଥାପନ ଗାଁ କରିବି। ମାଙ୍ଗିପଲ୍ଲୀ ପଞ୍ଚାୟତ ଭେଙ୍କଟପଲ୍ଲମ। ଆଜି କାଲିମାଳା ବ୍ଲକରେ ଏଇ ଯେଉଁ ଧାନ ମାଣ୍ଡିରେ ଏତିକି ଲୋକ ଉପସ୍ଥିତ ଥିବାର କାରଣ କ'ଣ ସାର୍? ଦେଖନ୍ତୁ କେତେ 3ଟା ମାଣ୍ଡି ହେଇଛି, 3ଟା ମାଣ୍ଡିର ଧାନ ସମ୍ପୂର୍ଣ୍ଣ ଷ୍ଟକ୍ ଅଛି। କାରଣ ଆମର ଅତିରିକ୍ତ ଜିଲ୍ଲାପାଳ ଆସିକି ବି କହିଛନ୍ତି ଯେ କଟନୀ ଚଟନୀ ଆଗରୁ ସରକାର ତ କହୁଛି ଯେ କଟନୀ ଚଟନୀ ନାହିଁ, କିନ୍ତୁ ଏଇ ଯେଉଁ ମିଲର ମାନେ କଟନୀ ଚଟନୀ ନହେଲେ ଆମେ ଧାନ ଉଠେଇବୁ ନାହିଁ ବୋଲି ସେମାନେ ଜିଦ୍ ଧରିଛନ୍ତି। କାରଣ ଏଇ ମଝିରେ ଏଡିଏମ୍ ସାର୍ ବି ଆସିଥିଲେ, ଏଡିଏମ୍ ସାର୍ କହିଛନ୍ତି 3 କେଜି କଟନୀ 3 କେଜି କଟିଂ କରାଯାଉ, ନଚେତ୍ ତାରୁ ଅଧିକ କଟିଂ ହେଲେ ଚାଷୀମାନେ ଧାନ ଦେବେ ନାହିଁ ଏହା କହିଛନ୍ତି। କିନ୍ତୁ ଏବେ ବି ଏ 3ଟା ମାଣ୍ଡି ହେଇଛି 9,000 କୁଇଣ୍ଟାଲ ଧାନ ଏଇଠି କାଲିମେଳା ମାଣ୍ଡିରେ ପଡ଼ିଛି। ଏବେ ବି କୌଣସି ମିଲର ଆସୁନାହାନ୍ତି, କାରଣ ଏଥିପ୍ରତି ଚାଷୀ ବି ବହୁତ ହଇରାଣ ହେଉଛନ୍ତି। ଆଜିଠୁ ଦେଖନ୍ତୁ ଏବେ କେନାଲ ପାଣି ଛାଡ଼ିଲେ ପୁଣି ଚାଷୀ ବାଦାମ ଚାଷ କରିବେ ନା ଇଏ ଧାନ ଜଗିବେ, ଏଥିପାଇଁ ଚାଷୀ ବହୁତ ହଇରାଣ ହେଉଛନ୍ତି। ବର୍ତ୍ତମାନ କ'ଣ ଚାହୁଁଛନ୍ତି ଆପଣ? ବର୍ତ୍ତମାନ ଚାହୁଁଛୁ ଯେ ଆମର କେମିତି ଏଇ ମାଣ୍ଡିଟା ଶାନ୍ତି ଶୃଙ୍ଖଳାରେ ଚଳିବ, ଆଉ ଚାଷୀଙ୍କୁ ଯେମିତି ଧାନ ଉଠିଲେ ଚାଷୀ ଯେମିତି ଉପକୃତ ହେବେ ସେଇଟା ଆମେ ଚାହୁଁଛୁ। ଆମ ପାଖରେ ଅଭିଯୋଗ ଆସିଥିଲା କାଲିମେଳା ମଣ୍ଡିରେ ସେଇଠି ଚାଷୀ ଧାନ ନେଇକି ଆସୁଛନ୍ତି କିନ୍ତୁ ତାଙ୍କ ଧାନ ଉଠି ପାରୁନାହିଁ ବୋଲି। ତ ସେଇଥିପାଇଁ ଆଜି ଗୋଟେ ମିଟିଂ ହେଇଥିଲା। ଆଉ ମିଟିଂରେ ମୁଁ ନିଜେ ଉପସ୍ଥିତ ରହିଥିଲି। ତହସିଲଦାର କାଲିମେଳା ମଧ୍ୟ ଥିଲେ, ଆମ ବ୍ଲକର MI ଥିଲେ, ଲ୍ୟାମ୍ପସର MD ମଧ୍ୟ ଥିଲେ। ଆଉ ସେଇଠି ଆମେ ମିଟିଂରେ ଉପସ୍ଥିତ ରହିକି ଚାଷୀ ଭାଇମାନଙ୍କର ସମସ୍ତ ଯାହା ତାଙ୍କର ଅସୁବିଧା ସବୁ ଶୁଣିଲୁ। ଆଉ ତାକୁ ଅନୁଧ୍ୟାନ କରି ସାରିଲା ପରେ ଆମେ ଧାନ କେମିତି ଉଠିବ ତା ପାଇଁ ବ୍ୟବସ୍ଥା କରୁଛୁ। ତା ପାଇଁ ମିଲରମାନଙ୍କ ସହିତ ବି କଥାବାର୍ତ୍ତା ହେବେ। ବର୍ତ୍ତମାନ ମିଲର ମାନେ ଆକ୍ଚୁଆଲି ଷ୍ଟ୍ରାଇକ୍ରେ ଯାଇଛନ୍ତି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ନିଶ୍ଚିତ ରୂପେ ମିଲରମାନଙ୍କ ସହିତ କଥାବାର୍ତ୍ତା ହେଇକି ଲ୍ୟାମ୍ପ ସହିତ ଆଉ ଗୋଟେ ପ୍ରପର କୋଅର୍ଡିନେସନ୍ ରହିକି ସମସ୍ୟାର ସମାଧାନ ବହୁତ ଶୀଘ୍ର ହେଇଯିବ। ସରକାର ଯେତେବେଳେ କି ଡିକ୍ଲାରେସନ୍ ଦେଇଦେଇଛନ୍ତି ସାର୍ ଯେ କଟନୀ ଚଟନୀ ହେବ ନାହିଁ, ତଥାପି ଏଇ ଯେଉଁ ମିଲ୍ ବାଲା ମାନେ ଲୋକଙ୍କୁ ହଇରାଣ କରୁଛନ୍ତି, କଟନୀ ଚଟନୀ କରିବାକୁ ମାନେ ନାଇଁ, ବାଧ୍ୟ କରୁଛନ୍ତି। ତାଙ୍କର ଅଲଗା ଏହା ସମସ୍ୟା ଉପରେ କୌଣସି ଆଇନଗତ ତାଙ୍କର କାର୍ଯ୍ୟାନୁଷ୍ଠାନ ଅଲଗା ସମସ୍ୟା ବି ଅଛି, ଯୋଉଟାକି ଆକ୍ଚୁଆଲି ଲ୍ୟାମ୍ପସର MD ଆମର MI ଆଉ ମିଲର ବସିକି ଯାହା ମାନେ ଆମର ଚାଷୀ ଭାଇମାନଙ୍କର ଯାହା ବି ତାଙ୍କର କମ୍ପ୍ଲେଣ୍ଟ ରହୁଛି ବସିକି ତାକୁ ମିଶିକି ସେମାନେ ସର୍ଟ ଆଉଟ୍ କରିବେ। ସେଇଟା ଗାଇଡଲାଇନ୍ ନାହିଁ ଯେ 5 କିଲୋ କାଟିବି 6 କିଲୋ ଏମିତି କାଟିବା ତ କୌଣସି ନାହିଁ। ଯଦି ଏ ଟାଇପ୍ର ଯଦି କରାଯାଉଛି 5 କିଲୋ 6 କିଲୋ ଗାଡ଼ି, ତାହେଲେ ଏଇଠି ସରକାର କ'ଣ କରୁଛନ୍ତି? ଏଇଠି କ'ଣ କରୁଛନ୍ତି ତାଙ୍କେ? ସେମାନେ ପରା ଡେମୋକ୍ରାସି କଣ୍ଟ୍ରିରେ ଲୋକ ପ୍ରତିନିଧି ସରକାର ଅଫିସର୍ସ ହେଉଛନ୍ତି ଫର୍ ଦି ପିପୁଲ୍ ବାଇ ଦି ପଏଣ୍ଟ ଅଫ୍ ଦି ପିପୁଲ୍। ଲୋକମାନଙ୍କ ଦ୍ୱାରା ଲୋକମାନଙ୍କର ଟ୍ୟାକ୍ସରେ ପରା ସେମାନେ ଦରମା ପାଉଛନ୍ତି। ତାହେଲେ ସେଇଟା ହେଉଛି ଆପଣମାନଙ୍କର ଦାୟିତ୍ୱ। ଆଜି ଯଦି ଏମାନେ ଷ୍ଟ୍ରାଇକ୍ କରିଦେବେ କ'ଣ କରିଦେବେ, ଏଇଟା ଆଇନର ଇଏ କରିଗଲା ବୋଲି କହିବେ। ବର୍ତ୍ତମାନ ଯଦି ଏ ଟାଇପ୍ର ଯଦି ଯେଉଁଟାକି ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ରେ ନାହିଁ 5 କିଲୋ କାଟିବି 3 କିଲୋ କାଟିବି, ଏ ତ ଗାଇଡ଼ଲାଇନ୍ରେ ନାହିଁ, ତାହେଲେ ଏଥି ନିମନ୍ତେ ଦାୟୀ କିଏ ହେବେ? ସେଟା ତ ସ୍ପଷ୍ଟ କରନ୍ତୁ। ତାହେଲେ ଏମାନେ ଆନ୍ଦୋଳନ କରେ କିଛି ଖରାପ ନୁହଁ। ଯେହେତୁ ସେମାନେ ଅଧିକାର ପାଇଁ ମାନେ ହିଂସାରେ କରୁନାହାନ୍ତି, ଅହିଂସାରେ କରୁଛନ୍ତି, ତାହେଲେ ତାର ଆଗରୁ ସମାଧାନ କରନ୍ତୁ। ଯଦି ନ କରିବେ ତାହେଲେ ଆମ ପୁରା ସୋସିଆଲ ଆକ୍ଟିଭିଟିସ୍ ଆମେ ପୁରା ସମାଜସେବୀ ନିଶ୍ଚିତ ରୂପେ ରାଜରାସ୍ତା ଓହ୍ଲାଇବୁ ବାଧ୍ୟ ହେଇକିରି। ତେଣୁକୁ ନିଷ୍ପତ୍ତି କରନ୍ତୁ ସରକାର। ନିଶ୍ଚିତ ଭାବରେ ଏଇ ଯେଉଁ ଚାଷୀମାନଙ୍କୁ ବାରମ୍ବାର ସାରଠୁ ଆରମ୍ଭ କରିକି ଫସଲଠୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ଏପରି ସମସ୍ୟା, ସେଇଟା କ'ଣ କହିବେ ସାର୍? ଏଇଟା କେମିତି ଚାଷୀମାନଙ୍କୁ ଏଇଟା ଗୋଟେ ସମାଧାନଟା ବାଟଟା ଆସିବ ବୋଲି ଆପଣ ଆଶା କରୁଛନ୍ତି? ଶୁଣନ୍ତୁ, ଚାଷୀଙ୍କର ସମସ୍ୟା ଏଠି ମୁଁ ଆପଣଙ୍କୁ ଷ୍ଟାର୍ଟିଂରୁ କହିଲି, ଜୟ ଯବାନ ଜୟ କିଷାନ ଏ ଦେଶର ଦୁଇଟା ହେଉଛନ୍ତି ମେରୁଦଣ୍ଡ। ତେଣୁକରି ଚାଷୀଙ୍କ ପାଇଁ ବହୁତ ଗୁଡ଼ିଏ ପ୍ୟାକେଜ୍ ତିଆରି ହେଉଛି, ବହୁତ ଗୁଡ଼ିଏ ଯୋଜନା ତିଆରି ହେଉଛି ଏଗ୍ରିକଲଚର ସେକ୍ଟରରେ। ଆଉ ଯେଉଁ ଆପଣ ଯେଉଁ କହିଲେ ସାର କଥା, ଯେଉଁ ଫର୍ଟିଲାଇଜର ମଧ୍ୟ ଚାଷୀଙ୍କୁ ଦିଆଯାଉଛି, ମାନେ ଇରିଗେସନରୁ ପାଣି ଦିଆଯାଉଛି, ସବୁକିଛି କରାଯାଉଛି। ଏଠି ପ୍ରକୃତରେ ସରକାରୀ ଯୋଜନା ଗୁଡ଼ିକ ପ୍ରପର ଭାବରେ ଲୋକଙ୍କ ପାଖରେ ଆୱାରନେସ୍ ହେଇପାରୁନାହିଁ। ଆଉ ଏଠି ମଧ୍ୟ ଗୋଟେ ଜିନିଷ କ'ଣ ହେଇଛି, ପ୍ରକୃତରେ ପ୍ରତି ବର୍ଷକୁ ଥରେ କିମ୍ବା 2 ମାସକୁ 3 ମାସକୁ ଥରେ ପ୍ରତ୍ୟେକ ଚାଷୀଙ୍କୁ ଡାକି ଗୋଟେ ଜାଗାରେ ବସିକିରି ସେମାନେ କୃଷି ଭିତ୍ତିକ ଉପରେ
आउ सरकारଙ୍କର ଯୋଜନା ଉପରେ ଆଉ ସେମାନେ କ'ଣ କେମିତି ବେନିଫିଟ୍ ପାଇବେ ଏଗୁଡ଼ିକ ଆୱାରନେସ୍ କରିବା ନିହାତି ଆବଶ୍ୟକ ଥିଲା କିନ୍ତୁ ଆୱାରନେସ୍ ହେଇପାରୁନି ଚାଷୀ ଖାଲି ଜାଣିଛନ୍ତି ତାଙ୍କୁ ଯେତିକି ଜିନିଷ ମିଳୁଛି ସେତିକି ହିଁ ଚାଷ କରୁଛନ୍ତି ଚାଷ କଲା ବଦଳରେ ଆଉ କିଛି ଜାଣିପାରୁନାହାନ୍ତି ସେମାନେ ଯାହାର ପରିଣାମ ଆଜି ହେଉଛି ଏଇ ସମସ୍ୟା ତେଣୁକରି ଯେଉଁମାନେ କିରି ଏବେ ଏଗ୍ରିକଲଚର ଡିପାର୍ଟମେଣ୍ଟ ଆଉ ଯେଉଁଟାକି ରିଲେଟେଡ୍ ଚାଷୀଙ୍କ ଡିପାର୍ଟମେଣ୍ଟ ଏଗୁଡ଼ିକ କ'ଣ ସହିଛନ୍ତି କି ସେମାନେ କାହିଁକି ଆୱାରନେସ୍ କରନ୍ତି ସେମାନେ ପ୍ରାୟ ଲୋକଙ୍କର ଦରମା ପାଉଛନ୍ତି ଇମିଡ଼ିଏଟଲି କରନ୍ତୁ ତାର ସମାଧାନ ଯଦି ମିଲ୍ ବାଲା ମାନଙ୍କୁ ସରକାର ଲାଇସେନ୍ସ ଦେଇ ନଥାନ୍ତା ସାର୍ ସେମାନେ ଇଲିଗାଲ ଭାବରେ ତ ନେଇ ପାରି ନଥାନ୍ତେ ତ ଯଦି ଏଇ ମିଲ୍ ବାଲା ମାନେ ସାଧାରଣ ଲୋକକୁ ଅଶିକ୍ଷିତ ଗରିବ ଲୋକକୁ ଏମିତି ହଇରାଣ କରାଯାଉଛି ତ ଆପଣମାନଙ୍କର ଡିମାଣ୍ଡ କ'ଣ ରହିବ ଯେ ସେମାନଙ୍କର ଯୋଉ ଲାଇସେନ୍ସ ଯୋଉ ଅଧିକାରଟା ସେଇ ବିଷୟରେ ଆପଣମାନେ କ'ଣ କହିବେ ଶୁଣନ୍ତୁ ଏବେ ଲାଇସେନ୍ସଟା ହେଉଛି ଏବେ ପ୍ରତ୍ୟେକ ଲୋକଙ୍କର ଲାଇସେନ୍ସ ନେବାର ବି ଅଧିକାର ଅଛି ମୁଁ ମନା କରୁନି କିନ୍ତୁ ଗଭର୍ଣ୍ଣମେଣ୍ଟର ଗୋଟେ ଗାଇଡଲାଇନ୍ ଭିତରେ ଥାଉଛି ସେ ଗାଇଡଲାଇନ୍କୁ ଫଲୋ କରିବାକୁ ପଡ଼ିବ ଯେ ଏ ଗାଇଡଲାଇନ୍ରେ କରାଯିବ କିନ୍ତୁ ଦ୍ୟାଟ୍ ମିନ୍ସ ନାହିଁ ଯେ 5 କିଲୋ କୋଟି କାଟବ ବୋଲି ଗାଇଡଲାଇନ୍ଟା ଲେଖା ହେଇଛି କି ଲେଖା ହେଇ ନାହିଁ ତ ତେଣୁକରି ତାକୁ ଫଲୋ କରାଯାଉ ଆଉ ସେ ଅନୁସାରେ ଆକ୍ସନ୍ ନିଆଯାଉ ଆଉ ଚାଷୀ ଯଦି ଆଜି ଧାନ ଯଦି ନ ଉଠିବ ସେଥି ନିମନ୍ତେ କିଏ ଦାୟୀ ଏଇଟା ଓଡ଼ିଶା ସରକାର 4 ଦିନ ଭିତରେ ଆର ନିଷ୍ପତ୍ତି କରନ୍ତୁ ନହେଲେ ଡେମୋକ୍ରେସି ବେଳେ ରାଜରାସ୍ତା ବୁଲାଇବାକୁ ବାଧ୍ୟ ହେବେ ଲୋକ ଆପଣମାନଙ୍କର କହିବା କଥା ଅନୁସାରେ ଯେ ଏଇ ଯୋଉ ଲାଇସେନ୍ସ ଦେଇଥିବା ଲୋକମାନଙ୍କର ଲାଇସେନ୍ସକୁ କ'ଣ ରୁଦ୍ଧ କରାଯାଉ ବୋଲି କହୁଛନ୍ତି କି ଯୋଉମାନେ କି ଏମିତି ସାଧାରଣ ପବ୍ଲିକ ମାନଙ୍କୁ ହଇରାଣ କରୁଛନ୍ତି ଆଜ୍ଞା ଦେଖନ୍ତୁ ଆପଣ ଆଉ ଥରେ କହୁଛନ୍ତି ଏବେ ଜଣେ ଯଦି ଚୋରି କଲେ ଥାନା ବାଲା ନେଉଛନ୍ତି କି ନାହିଁ ଆଇନ ଅନୁସାରେ ଦଣ୍ଡନୀୟ କି ନାହିଁ ତାହେଲେ ଯଦି ତମେ ଯଦି ଗୋଟେ ଗାଇଡଲାଇନ୍ ଯଦି ଆପଣ ମାନେ ଯଦି ରେଜିଷ୍ଟ୍ରେସନ କରିକି ଯଦି ଗୋଟେ କୌଣସି ମିଲ୍ କରିଛନ୍ତି ଦ୍ୟାଟ୍ ମିନ୍ସ ସେ ଗାଇଡଲାଇନ୍କୁ ଫଲୋ କରିବେ କି ନାହିଁ ବ୍ୟବସ୍ଥା ନାହିଁ ଏଠି ଆମେମାନେ ଗୋଟେ ଜିନିଷ ଦେଖିଛୁ କି ଏଠି ଧାନର ମାନ ଯେଉଁ ଆମର FAQ ଷ୍ଟାଣ୍ଡାର୍ଡ଼ ଅଛି ସେ ଅନୁସାରେ ଧାନର ମାନ ନାହିଁ ଆଉ କଟନୀ ଛଟିର ବର୍ତ୍ତମାନ ସୁଦ୍ଧା ମୋ ପାଖରେ କୌଣସି ଖବର ନାହିଁ ଏବଂ FAQ ମାନ ନଥିବାରୁ କ'ଣ ହେଇଛି କଥା ତାଙ୍କ ମିଲର ଆଉ ଚାଷୀମାନଙ୍କ ମଧ୍ୟରେ ସେ କଥାର ଆମେ ଅନୁଧ୍ୟାନ କରୁଛୁ ଏବଂ ଆଜି ଆମେ ଚାଷୀମାନଙ୍କ ସହିତ ଆଲୋଚନା କରିଛୁ ଯେହେତୁ ବର୍ତ୍ତମାନ ସୁଦ୍ଧା ମିଲର ଆସୋସିଏସନ୍ ଆମର ଷ୍ଟ୍ରାଇକ୍ରେ ଅଛନ୍ତି ଆମର ଯେଉଁ କିଣା ହେଇଛି ଧାନ ସେଟା ଲିଫ୍ଟିଂ ହେଇପାରିନି ଆମେ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନର ଟଚ୍ରେ ଅଛୁ ଆମେ ମିଲରମାନଙ୍କୁ ଅଲରେଡ଼ି ବି ଇନଫର୍ମ କଲୁଣୁ ସେମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କି ଯେମିତି ଆମର ତାଙ୍କ ଷ୍ଟ୍ରାଇକ୍ଟାରୁ ସେମାନେ ୱିଡ୍ର କରିବେ ଇମିଡ଼ିଏଟଲି ଧାନ ଲିଫ୍ଟିଂ ହେବ ଏବଂ ଚାଷୀମାନେ ତାଙ୍କର MSP ଇମିଡ଼ିଏଟଲି ପାଇବେ